ଆସ ଆଜି ଆମେ କରିବା ତାଳ ପିଠା। ତାଳ ପିଠା ଇଡଲି ହେଇପାରିବ, ବଡ଼ା ବି ହେଇପାରିବ। ବଡ଼ା ବହୁତ ଭଲ ଲାଗେ। ଏଇ ଦେଖନ୍ତୁ ମା ବର୍ତ୍ତମାନ ତାଳ ଛଡ଼େଇଲା। ଗୋଟେ ତାଳରୁ 3ଟା ମଞ୍ଜ ବାହାରିବ। ତା ଭଲ ଭାବରେ ଛଡ଼େଇ ଦେଇକି ତା ଉପରଟାକୁ, ତାପରେ ତାକୁ ନେଇକି ପିଟା ହେବ। ଏଇ ପିଟିଲେ ଭଲ ଭାବରେ ରସ ବାହାରିବ। ତାପରେ ତାର ରସ ସବୁ କଢ଼ାଯିବ ପନିକି ସାହାଯ୍ୟରେ। ଏଇ ଦେଖନ୍ତୁ ମା କେମିତି ସବୁ ରସ କାଢ଼ିଲା। ଏଇ ପନିକିରେ ରସ ବାହାରିଲା, ବହୁତ ରସ ବାହାରିବ। ତାପରେ ତା ରସ ଦେହରେ ସେ ସବୁ ଚୋପା ଛଡ଼େଇକି ତାକୁ ରସ ସବୁ କାଢ଼ି ଦିଆଗଲା। ତାପରେ ତାକୁ ଗରମ ଚୁଲିରେ ଆଞ୍ଚ ସାହାଯ୍ୟରେ ତାକୁ ପୁରା ଫୁଟାଗଲା କିଛି ସମୟ। ଏ ଫୁଟାଇଲା ବ୍ୟାକ୍ଟେରିଆ ସବୁ ମରିଯିବ। ତାପରେ ଆସିଲା ଚାଉଳକୁ ଗ୍ରାଇଣ୍ଡରରେ ପେଷି ଦିଆଗଲା। ପେଷି ଦେଇକି ଚୂନା କରିଦିଆଗଲା, ସୁନ୍ଦର ଚୂନା। ତାପରେ ମୁଁ ନଡ଼ିଆ ଛଡ଼େଇ ଦେଲି ସୁନ୍ଦର ଭାବରେ। ନଡ଼ିଆ ଛଡ଼େଇ ଦେଇକି କୁନି କୁନି କରିଦେଲି। ନଡ଼ିଆ କାଟି କୁଟାକି ନଡ଼ିଆ ପଡ଼ିବ, ତାର ସ୍ୱାଦକୁ ଆହୁରି ଦ୍ୱିଗୁଣିତ ବଢ଼େଇ ଦେବ। ତାପରେ ଚୂନା ପକାଇକି ତାକୁ ଆଉଟି ଦିଆଗଲା। ତାପରେ ତା ଦେହରେ ସେ ଯେଉଁ ନଡ଼ିଆ କୋରିଥିଲି, ନଡ଼ିଆକୁ ପକାଇ ଦିଆଗଲା। କିଛି କୋରିକି ପକାଇ ପାରିବେ, ଖଣ୍ଡ ଖଣ୍ଡ କରି ପକାଇବେ, ଖଣ୍ଡ ଖଣ୍ଡ କରି ଚୋବେଇକି ଖାଇବେ। ତାପରେ ଇଡଲିରେ ତେଲ ଟିକେ ଦିଆ ହେଇକି ସୁନ୍ଦର ଭାବରେ ପକାଇ ଦିଆଗଲା। ତାପରେ ତାକୁ ନେଇକି ଲୋ ଫ୍ଲେମ୍ରେ ଆଞ୍ଚରେ ଇଡଲି କରାଯିବ। ଏଇ ଦେଖନ୍ତୁ ବର୍ତ୍ତମାନ ଇଡଲି ବସିବ। ଏଇ ସୁନ୍ଦର ପୁରା ଲାଲ ହଳଦିଆ ଯାହା କହିପାରିବେ, ଟକାଟକ ଆସିଗଲା ଗରମ ଗରମ ତାଳ ଇଡଲି। ଖାଇଯାଅ। ଯଦି ଆପଣଙ୍କୁ ଭଲ ଲାଗିଲା ଲାଇକ୍ କରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।